आमर नवम वर्ष आम कम्प्लीट करुच्छे एथरिक बहुत धूमधाम पालन कर रज महोत्सव आउ गोटे जिनस है आम फोकस करुचु जिनस गुड़िक जोड़ा आम संस्कृति परंपरा अच्छी किंतु बर्तमान से लुचि जाए आम जेहेतु धीरे धीरे वेस्टर्नाइजेशन आड़ को अधिक जाऊँ तो आमर ओडिया घर जो परंपरा संस्कृति अच्छे भूली जाऊँ तो से जिनस गुड़िक केमी विभिन्न प्रकार खेल प्रतियोगिता कि प्रश्नोत्तर मध्यम लोक सामने पहुंची पार ସେଇଟା ହଉଛି ଆମର ପ୍ରଥମ ଉଦ୍ଦେଶ୍ୟ ସେଥିପାଇଁ ପ୍ରତିଷ୍ଠା ଚାଲିଛି ଏବଂ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିଛି ଲୋକଙ୍କ ମନୋରଞ୍ଜନ ପାଇଁ ଏବଂ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ମୁଁ ଗୋଟେ ଜିନିଷ କହିବି ଯେ ସମସ୍ତେ ପ୍ରଚେଷ୍ଟା କରୁଛନ୍ତି ଭଲ କରିବା ପାଇଁ ସମସ୍ତଙ୍କର ମଧ୍ୟ ଭଲ ହଉ ଆମେ ବି ଏଇଟା ବିଶ୍ୱାସ କିନ୍ତୁ ଆମର ନିଆରା ଏଇଟା ରହିବ ଯେ ଆମେ ସବୁବେଳେ ମାନେ ଓମେନ୍ ସେଫ୍ଟି ଉପରେ ଧ୍ୟାନ ଦେଇଛୁ ତା ସହିତ ସାନିଟେସନ କେମିତି ପ୍ରପର ହେଇପାରିବ ହାଇଜେନିକ କେମିତି ମେଣ୍ଟେନ ହବ ସେମାନେ କେମିତି ସକାଳ ସନ୍ଧ୍ୟାବେଳ ପର୍ଯ୍ୟନ୍ତ ରହିବେ ତାଙ୍କୁ ଯେମିତି କୌଣସି ପ୍ରକାର ଅସୁବିଧା ନ ହେବ ସେମାନେ ଭଲସେ ଦୋଳି ଖେଳିକି ରଜ ପର୍ବଟାକୁ ସେଲିବ୍ରେଟ କରିପାରିବେ ତ ଆମେ ସେସବୁ ଉପରେ ମଧ୍ୟ ଧ୍ୟାନ ଦେବୁ ତ ଏଇଟା ଆମକୁ ଆଉ ଆମର ଏପଟେ ଦୋଳି ଲାଗିବା ସହିତ ଆରପଟେ ମଧ୍ୟ ଆମେ ଆହୁରି ଅଧିକ 150 ପାଖାପାଖି ଦୋଳି ଆଡ୍ କରିଛୁ ତ ନିଶ୍ଚିତ ଭାବରେ ଆମେ ଅଧିକ ମନୋରଞ୍ଜନ ଯୋଗାଇ ଦେଇପାରିବୁ। ଚଳିତ ବର୍ଷକୁ ନେଇ ଏହା 9 ବର୍ଷରେ ପଦାର୍ପଣ କରିଛି। ଖାସ କରି ଏ ବର୍ଷ ଆପଣ ମାନେ ଦେଖିବେ ଯୋଉ 400 ଦୋଳି ହୁଏ 500 ରୁ 600 ଦୋଳି ହେଇଛି କାରଣ ଗୋଟେ ପଟେ ଦୋଳିର ବ୍ୟବସ୍ଥା ରହିଥାଏ ଏପଟେ ଯେତିକି ସେପଟେ ସେତିକି। ସବୁଠୁ ବଡ କଥା ହେଲା ଆମର କୁଆଖାଇ ନଦୀ କୂଳରେ ଅବବାହିତ ଏଇ ସ୍ୱସ୍ତିବନ ଯାହାର ପରିବେଶ ଆପଣ ଓଡିଶାରେ କୋଣ ଅନୁକୋଣରେ ହଉଛି ରଜ ମହୋତ୍ସବ କିନ୍ତୁ ଏଇଭଳି ପରିବେଶ ଆପଣ କୋଉଠି ପାଇବେନି। ଦ୍ୱିତୀୟ କଥା ହେଲା ଏଇ ରଜ ମହୋତ୍ସବ ସମିତିର ଯୋଉ କମିଟି ଅଛି ଏଠି ଶୃଙ୍ଖଳା ହଉଛି ସବୁଠୁ 1 ନମ୍ବର। କାରଣ ମା ଭଉଣୀ ଝିଅ ବୋହୂ ଯୋଉମାନେ ଆସିଛନ୍ତି ବିଗତ ଦିନରେ ରାତି 8ଟା ଯାକେ ମଧ୍ୟ ଲାଇଟ୍ ଲାଗିଛି ବହୁତ ସୁନ୍ଦର ଖୁସିର ମୁହୂର୍ତ୍ତ ସେମାନେ ଅନୁଭବ କରିକି ଏଠି ଯାଇଛନ୍ତି। ପୁରା ଶୃଙ୍ଖଳା ଫୁଡ ଫାଡ ନାହିଁ 4 ଦିନ 14 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ସେଠି ଅନୁଷ୍ଠିତ ହଉଛି ରଜ ମହୋତ୍ସବ। ଖାସ କରି ଗାଁ କମିଟିର ସମସ୍ତ ଗ୍ରାମ କମିଟି ମେମ୍ବର ମାନେ ଏବଂ ଯୁବକ ମାନେ ଗାଁର ଯୋଉ ତାଙ୍କର ଯୋଉ ଇଚ୍ଛା ଶକ୍ତି ଆଜି ସାରା ଓଡିଶାର ଗୋଟେ ପରିଚୟ ପାଇଛି ଏଇ ଅନୁଷ୍ଠାନ। ଆଉ ସବୁଠୁ ବଡ କଥା ହେଲା ପ୍ରତ୍ୟେକ ଦିନ 7,000 ରୁ 10,000 ଲୋକଙ୍କର ମାଗଣା ଖାଦ୍ୟ ଡାଲମା ଭାତ ଖଟା କ୍ଷୀରି ଯୋଉ ତାଙ୍କର ଯୋଉ ଗ୍ରାମ କମିଟି ଦ୍ଵାରା ଯୋଉ ଆୟୋଜନ ହଉଛି ସେଇଟା ଖାଇବାର ବ୍ୟବସ୍ଥା ରହିଛି। ବହୁତ ଶାନ୍ତିଶୃଙ୍ଖଳା ଲୋକ ପାଉଛନ୍ତି ବହୁତ ନଈକୂଳିଆ ପବନ ପାଉଛନ୍ତି। ପାର୍କିଂ ର ବ୍ୟବସ୍ଥା ସବୁଠୁ ଓଡିଶାର ବେଷ୍ଟ। ବହୁତ କୋଣ ଅନୁକୋଣ ଲୋକ ଓଡିଶାର କୋଣ ଅନୁକୋଣ ଆସୁଛନ୍ତି ବହୁତ ଖୁସିରେ ରଜଟାକୁ ପାଳନ କରୁଛନ୍ତି ଏବଂ ମାନ୍ୟବର ବିଧାୟକଙ୍କ ନେତୃତ୍ୱରେ ପ୍ରତିବର୍ଷ ଭଳି ଆଉ ବିଭିନ୍ନ ପ୍ରକାର ଇଭେଣ୍ଟ ଆୟୋଜନ କରାଯାଉଛି ତଥା ଝିଅମାନଙ୍କ ପାଇଁ ପୁଚି ଦୌଡ଼ିଡିଆଁ ତାପରେ ମ୍ୟୁଜିକ ଚେୟାର କବାଡି ଖେଳ ଏବଂ ସଙ୍ଗୀତ ପ୍ରତିଯୋଗିତା ଡ୍ୟାନ୍ସ ପ୍ରତିଯୋଗିତା ହୋଲି ପ୍ରତିଯୋଗିତା ସବୁ ଆହୁରି ଅନେକ ସବୁ ତ କହିହଉନି ବହୁତ କଥା ହଉଛି। ପୁରୁଷମାନଙ୍କ ପାଇଁ ପେଟା ଖେଳ ତାସ ଖେଳ ଏବଂ ଓଡ଼ିଆ ଭଙ୍ଗାଭଙ୍ଗି ଏବଂ ତାଙ୍କର ଯେତେ ପୁରୁଷ ଆସିବେ ଆମର ଅତିଥିମାନେ ଏବଂ ଯେଉଁମାନେ ଦର୍ଶକମାନେ ଆସିବେ ସେମାନେ ଝିଅମାନେ ଆସିବେ ଏନ୍ଜୟ କରିବା ପାଇଁ ତାଙ୍କ ପାଇଁ ମଧ୍ୟ ପାଣିଠୁ ଧରି ପଣାଠୁ ଧରି ଏବଂ ଶୌଚାଳୟର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏବଂ ବିଭିନ୍ନ ଶାନ୍ତି ରକ୍ଷା କରିବା ପାଇଁ ଭଲେଣ୍ଟିୟର ବ୍ୟବସ୍ଥା କରାଯାଇଛି ଏବଂ ପୋଲିସ ସୁରକ୍ଷା ମଧ୍ୟ ପ୍ରଶାସନର ମଧ୍ୟ ଅନୁମତି ନେଇ କାର୍ଯ୍ୟ ହେଉଛି। ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଓଡିଶାର ଓଡିଆ ପରମ୍ପରାକୁ ବଞ୍ଚେଇ ରଖିବା ଏବଂ ଏଇ ଯୋଉ ପରମ୍ପରା ବୁଡି ବୁଡି ଯାଉଥିଲା ତାର ପରବର୍ତ୍ତୀ ପିଢି ପାଇଁ ସେ ପରମ୍ପରାକୁ ଜାରି ରଖିବା ଏବଂ ପରମ୍ପରା ବିଷୟରେ ସଚେତନ କରିବା ଆର ମୁଖ୍ୟ ଲକ୍ଷ୍ୟ। ସେଥିପାଇଁ ଆମେ ଖୁବ କମ ଦିନରେ ଆମେ ଭୁବନେଶ୍ୱରରେ ଏବଂ ସାରା ଓଡିଶାରେ 1 ନମ୍ବର ରଜ ମହୋତ୍ସବ